ଏବେ ଆସ ଦେଖିବା 1 ନମ୍ବର ପ୍ରଶ୍ନ। କାହାଠାରୁ କଣ ଶିଖିବା ଗାଁରାଣୀ ଯୋଉ। ଫୁଲ ଦେଇଛି, ଫୁଲ କଣ କଲେ ନା ସବୁବେଳେ ହସିବା। ଫୁଲକୁ ସବୁବେଳେ ହସିବା ସହିତ ଆମେ ଗାଁରାଣୀ ଯୋଡ଼ିବା। ସେଗୁলি ପାହାଡ, ପାହାଡ ପରି ଆମେ ସ୍ଥିର ରହିବା। କୋଇଲି, କୋଇଲି ପରି ମଧୁର କଥା କହିବା। ନଈ ପରି ଆମେ ଆଗକୁ ଆଗେଇ ଯିବା। ଆଉ ଗଛ ପରି ଅନ୍ୟର ହିତ କରିବା। ସେ ଯେମିତି ଫଳ ଦେଇଥାଏ, ସବୁବେଳେ ଗଛ ପତ୍ର ଫଳ ଫୁଲ ସବୁବେଳେ ଅନ୍ୟର ଉପକାର କରିଥାଏ। ଠିକ ସେହିପରି ଆମେ ମଧ୍ୟ ଅନ୍ୟର ଉପକାର କରିବା। 2 ନମ୍ବର ପ୍ରଶ୍ନ ଦେଇଛି, କବିତାଟିକୁ ପଢି ତୁମେ କାହା ପରି ହେବା ପାଇଁ ଚାହୁଁଛ କୁହ। ମୁଁ ଗୋଟିଏ ଉଦାହରଣ ନେଇଛି ଏଠି ଫୁଲ। ଫୁଲ ଯେମିତି ମୁଁ ଫୁଲ ପରି କୋମଳ ହେବାକୁ ଚାହୁଁଛି ଏବଂ ବାସ ବିତରଣ କରି ସମସ୍ତଙ୍କୁ ଖୁସି ଦେବାକୁ ଚାହୁଁଛି। ଏହା ମାନେ ତୁମେ ଲେଖିପାରିବ। ତମେ ଯଦି ଚାହିଁବ ଏଠି ନଈର ଉଦାହରଣ ବି ଦେଇପାରିବ। ନଈ ପରି ମୁଁ ଆଗକୁ ଆଗେଇ ଯାଇ ଦୁଃଖୀ ଲୋକର ଓଠରେ ହସ ଫୁଟେଇବାକୁ ଚାହୁଁଛି। ଲେଖିଲେ ବି ହେବ। 3 ନମ୍ବର, ତଳ ଲିଖିତ ବାକ୍ୟକୁ ପଢ ଓ ସେହି ଭାବ କବିତାର କେଉଁ ପଦରେ ଅଛି ଦେଖ ଓ ଲେଖ। କଣ ଦେଇଛି, ମୁଁ ଯେଉଁଠାରେ ରହିଦେବି କାହାରି ମନରେ ଦୁଃଖ ଦେବି ନାହିଁ। ଏହାର ପଦ୍ୟଟି କଣ ରହିଛି, ଦୁଃଖ ଦେବିନି କାହାରି ମନେ ଆସୁ ବିପଦ ବାଧା। ଏଇ ପଦଟିରେ ଏଇ ଅର୍ଥଟି ରହିଛି। ମୋ ଲକ୍ଷ୍ୟ ପୂରଣ କରିବା ପାଇଁ ମୁଁ ମେରୁ ପରି ଅଟଳ ରହିବି। ପାହାଡ ସମୂହ ସ୍ଥିର ମନରେ କରିବି ସବୁ କାମ। ମୁଁ ଦୁଃଖୀ ଲୋକଙ୍କ ଉପରେ ହସ ଖେଳାଇବି ଓ ତାଙ୍କର ସାଥୀ ହୋଇ ରହିବି। ଦୁଃଖୀ ଓଠରେ ହସ ଖେଳାଇ ହେବି ମୁଁ ତାର ମିତ। ନଦୀ ଆମର କଣ ଉପକାର କରେ। ନଦୀ ଆମକୁ ଜଳ ଯୋଗାଇଥାଏ। ନଦୀ ଜଳକୁ ବ୍ୟବହାର କରି ଆମେ ଚାଷ କାର୍ଯ୍ୟ କରିଥାଉ। ଆଉ ମଧ୍ୟ ଆମେ ଲେଖିପାରିବା ବୃକ୍ଷରୋପଣ କରିଥାଉ। ନଦୀ ଜଳକୁ ନେଇ କଳକାରଖାନାରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏମିତି ଅନେକ ଲେଖିପାରିବା। ତୁମେ କେଉଁ ପରିସ୍ଥିତିରେ ଅନ୍ୟକୁ ସାହାଯ୍ୟ କରିବ। ପିଲାମାନେ, ଆମେ କେଉଁ ପରିସ୍ଥିତିରେ ଅନ୍ୟକୁ ସାହାଯ୍ୟ କରିବା, ଯେତେବେଳେ କୌଣସି ଗୋଟିଏ ଲୋକ ଘରେ ଥିବ ବା ଅସୁବିଧାରେ ଥିବ, ଆମେ ସେହି ସମୟରେ ତାକୁ ସାହାଯ୍ୟ କରିବା ଉଚିତ। ତୁମ ସାଙ୍ଗର ଦୁଇଟି ଭଲ ଗୁଣ ବିଷୟରେ ଲେଖ। ତୁମ ସାଙ୍ଗର ଭଲ ଗୁଣ ଦୁଇଟା ବିଷୟରେ କଣ। ମୋ ସାଙ୍ଗ ବହୁତ ପରିଶ୍ରମୀ। ଲେଖିପାରିବ ମୋ ସାଙ୍ଗ ବହୁତ ପରୋପକାରୀ ଓ ସ୍ନେହୀ ମଧ୍ୟ। ଏଇ ସବୁ ଲେଖିପାରିବ। ଏଠି ରହିଲା କେତେ ଗୁଡିଏ ଶବ୍ଦ ଓ ତାର ଅର୍ଥ। ପାହାଡ, ପାହାଡ ଅର୍ଥ ପର୍ବତ। ନଦୀ, ନଦୀ ନଈ। ଜନ, ଲୋକ। ସରି, ସରି ମାନେ ସମାନ। ସଦାବେଳେ, ସଦାବେଳେ ମାନେ ସବୁ ସମୟ। ପରେ ଦିଆଯାଇଥିବା ସାରଣୀକୁ ଦେଖ। ସେଥିରୁ ଯେକୌଣସି ଦୁଇଟି ଶବ୍ଦକୁ ନେଇ ବାକ୍ୟ ଗଠନ କର। ମୁଁ ଗୋଟିଏ ଶବ୍ଦ ଆଣିଲି ନଦୀ। ନଦୀ ଆମକୁ ଜଳ ଯୋଗାଇଥାଏ। ସେଇଭଳି ପର୍ବତ, ପର୍ବତରେ ଅନେକ ଜୀବଜନ୍ତୁ ବାସ କରନ୍ତି। ଆଉ ମଧ୍ୟ ଆମେ ଲେଖିପାରିବା, ପର୍ବତ ପରି ସ୍ଥିର ରହି ଆମେ କାମ କରିବା ଉଚିତ। 2 ନମ୍ବର ଦେଇଛି, କବିତାରୁ ଖୋଜି ତଳେ ଦିଆଯାଇଥିବା ଶବ୍ଦ ପରି ସନ୍ତାନ ଶବ୍ଦ ଲେଖ। ଯେପରି କହିବି, ରହିବି। ସେମିତି ହିତ, ନିହିତ। ଯିଏ, ସିଏ। ପରି, ସରି। ମନ, ଜୟ। କଥାରେ କଣ କହିବା ଲେଖ। ଯେପରି ପରାଏ, ପରାଏର ଅର୍ଥ ହେଲା ପରି। ପରଇ, ପରି। ପଥେ, ବାଟରେ। ଭିତରି, ବିତରଣ କରି ବା ବାଣ୍ଟିବା ବା ଦେବା, ଏଇ ଅର୍ଥରେ ବୁଝାଇଥାଏ। ସାରଣୀରୁ ଅକ୍ଷର ନେଇ ଶବ୍ଦ ଗଢ, ପଢ ଓ ଲେଖ। ପିଲାମାନେ ଦେଖ, ଆମେ ଯୋଉ ଡିକୋଡିଂ ପଢିଛେ ସେଇଭଳି ଏଇଟା ହେଇଛି। ଦେଖ, ଆମେ ଅକ୍ଷର ଗୁଡିକୁ ନେଇକି ଯୋଡିବା ଆଉ ଶବ୍ଦ ଗଢିବା। ଦ୍ୱିତୀୟ ଶ୍ରେଣୀର କାର୍ଯ୍ୟ ପୁସ୍ତିକାରେ ତ ଅନେକ କରିଥିବ। ଏବେ ଦେଖ, ଛ ଆଉ ଟ, ଚଟ। ସେମିତି ନ ଆଉ ଳ, ନଳ। ଏଇଭଳି ଅନେକ ଗୁଡିଏ ଶବ୍ଦ, ଭୌତିକିଆ ଶବ୍ଦ ଆମେ ବନେଇବା। ନଟ, ପୋଟଳ, ମନ, ଚାଟ, ଚାମର, କାଚ, ଚକା। 5 ନମ୍ବର, ତଳେ ଦିଆଯାଇଥିବା ବାକ୍ୟ ଗୁଡିକୁ ପଢ। ଚଗଲା ଛଟିଆକୁ ଚଣା ଦେଲା। ନଟବର ନୌକାରେ ନଦୀ ପାର ହେଲା। କନକ ପନିକିରେ କଖାରୁ କାଟିଲା। ତଳେ ଦିଆଯାଇଥିବା ପଶୁପକ୍ଷୀଙ୍କ ମଧ୍ୟରୁ ଯେଉଁମାନେ ବଣରେ ରୁହନ୍ତି ସେମାନଙ୍କ ନାମ ଲେଖ। ବଣରେ କୋଉ କୋଉ ପଶୁପକ୍ଷୀ ରୁହନ୍ତି ପିଲେ। ଏଠି ଦେଇଛି ବାଘ, କାଠହଣା, କୁକୁଡ଼ା, ଭାଲୁ, ମାଙ୍କଡ, ଗାଈ, ସିଂହ, ଛେଳି, ହାତୀ, ବିଲୁଆ, ମୟୂର, ଠେକୁଆ, ମେଣ୍ଢା, ବାରା। ତା ଭିତରୁ ବଣରେ ରୁହନ୍ତି ବାଘ, ଭାଲୁ, ମାଙ୍କଡ, ସିଂହ, ହାତୀ, ବିଲୁଆ, ମୟୂର ଓ ବାରା। ଏମାନେ ଓଡ଼ିଆ ଭାଗବତ ବାଣୀର ଗୋଟିଏ ବଡ ସୁନ୍ଦର ଟିଏ କରିଛି। ମୃତ ବିନୟ ବଚନ କହି ପୁଷ୍ପ ଜବାନ। ଏହା ହେଉଛି ଆମର ପ୍ରଥମ ବିଷୟ। ଗୋଟେ କବିତା ଥିଲା, ତାର ନାମ ହଉଛି କଣ, କେହି ନୁହେଁ ତା ସରି। ବିଷୟଟିକୁ ବୁଝିଲ ଏବଂ ପ୍ରଶ୍ନୋତ୍ତର ଖାତାରେ